ଜୟ ଗୁରୁ। ଠାକୁରେ ପିନ୍ଧିଥିବା ଏ ଫୁଲମାଳଟି ଯାହା ମୁଁ ହାତରେ ଧରିଛି ଆପଣମାନଙ୍କୁ କେମିତି ଲାଗୁଛି କହିଲେ। ଆଜି ସେଇ ଫୁଲମାଳ ଗୁନ୍ଥା ମୁଁ ଆପଣଙ୍କୁ ଶିଖେଇବି। ଏଇଟା ବଉଳ ଆଉ ମଲ୍ଲି ଫୁଳରେ ହେଇଛି। ପ୍ରଥମେ ଆପଣ ଯେଉଁ ବିଗ୍ରହଙ୍କ ପାଇଁ ମାଳ ଗୁନ୍ଥିବାକୁ ଚାହୁଁଛନ୍ତି ତାଙ୍କ ପାଇଁ କେତେ ବଡ଼ ମାଳ ଦରକାର ହେବ ତାହାର ଅଧା ମାପର ଗୋଟିଏ ସୂତା ନିଅନ୍ତୁ। ପୁଣି ସେଇ ମାପର ଆଉ ଗୋଟିଏ ବି ନେବେ, କାହିଁକିନା ମୁଁ କହିଛି ଏଇଟା ଆପଣ ଯାହାଙ୍କ ପାଇଁ ମାଳ ଗୁନ୍ଥୁଛନ୍ତି ଏଇଟା ତା'ର ଅଧା। ଦୁଇ ସୂତାରେ ଅଲଗା ଅଲଗା ଦୁଇଟି ଛୁଞ୍ଚି ପୁରାନ୍ତୁ। ଛୁଞ୍ଚି ପୁରେଇ ସାରିଲା ପରେ ଦେଖନ୍ତୁ ଏଇଠି ମୁଁ ସୂତାରେ ଛୁଞ୍ଚି ପୁରଉଛି। ପ୍ରଥମେ ଦୁଇଟା ସୂତା ନେଲି ସମାନ ଲମ୍ବର, ତାପରେ ଦୁଇଟି ଯାକ ସୂତାରେ ଛୁଞ୍ଚି ପୁରେଇଲି। ଆଉ ଛୁଞ୍ଚି ପୁରେଇ ସାରିଲା ପରେ ସେ ସୂତାର ଶେଷରେ ଦୁଇ ମୁଣ୍ଡକୁ ଏକାଠି କରିଦେଲେ, ଡବଲ କରିଦେଲା ପରେ ସେ ଛୁଞ୍ଚିର ଶେଷ ମୁଣ୍ଡରେ ଗୋଟିଏ ଗଣ୍ଠି ଦେବେ। ଦୁଇଟା ସୂତା କହିଛି, ଗୋଟେ ପୁରେଇକି ରଖିଲି, ଏଇଟା ହେଇଟି ଆଉ ଗୋଟେ ବି ପୁରେଇଲି। ସୂତା ଦୁଇଟାର ସାଇଜ୍ ସମାନ, ଆଉ ସମାନ ସାଇଜ୍ର ଛୁଞ୍ଚି ନେଲେ ବି ସୁବିଧା। ତାପରେ କ'ଣ କଲି, ଗୋଟିଏ ମଲ୍ଲି ଫୁଲ ଗଳେଇଲି। ଗଣ୍ଠି ତ ପଡ଼ିଛି, ମଲ୍ଲି ଫୁଲଟି ରହିଗଲା। ମଲ୍ଲି ଫୁଲ ରହିଲା ପରେ 8-10ଟି ବଉଳ ଫୁଲ ଗୁନ୍ଥିବେ, କାହିଁକିନା ବଉଳ ଆଉ ମଲ୍ଲିର ଏଇଟା ହେଉଛି ଦିଶେରା ହାର। ଏଇଠି ଦେଖନ୍ତୁ ମୁଁ 10ଟି ବଉଳ ଫୁଲ ଗଳେଇଲି, ତାକୁ ରଖିଦେଲି। ପୁଣି ଆର ଯେଉଁ ଭାଗଟା କରିଥିଲି ସେଥିରେ ପୁଣି ଗୋଟିଏ ମଲ୍ଲି ଫୁଲ ଗଳେଇଲି, ତା'ର ବି ଶେଷରେ ଗଣ୍ଠି ପଡ଼ିଥିଲା। ଏଥିରେ ମୁଁ 6ଟି ବଉଳ ଫୁଲ ଗଳଉଛି। କାହିଁକି, ଲକେଟ୍ଟା ଟିକେ ସାନ ବଡ଼ ହେଲେ ସୁନ୍ଦର ଲାଗେ। ଯଦି ଆପଣଙ୍କୁ ସମାନ କରିବାକୁ ଭଲ ଲାଗିବ ଆପଣ ସମାନ କରିପାରନ୍ତି। ଆପଣଙ୍କ ଆଖିକୁ କେମିତି ରୁଚିବ, ଆପଣଙ୍କ ଠାକୁରଙ୍କୁ ପିନ୍ଧେଇଲେ ତାଙ୍କୁ କେମିତି ଭଲ ଲାଗିବ ସେଇଟା ଆପଣଙ୍କ ବ୍ୟକ୍ତିଗତ ଇଚ୍ଛା। କିନ୍ତୁ ମୁଁ ସବୁବେଳେ ଗୋଟିଏ ସାନ ଆଉ ଗୋଟିଏ ବଡ଼ କରିକି ଲକେଟ୍ କରିଥାଏ। ଦୁଇଟାକ ସାନ ବଡ଼ ହେଇଗଲା ପରେ ଦୁଇ ଭାଗର ସୂତାକୁ ଏଠି ଦେଖନ୍ତୁ ସେଇ ଲକେଟ୍ର ଯେଉଁ ଦୁଇଟା ଗୁନ୍ଥା ହେଇଥିଲା ତାକୁ ମିଶେଇକି ପ୍ରଥମେ ଗୋଟିଏ ଗଣ୍ଠି, ତାପରେ ପୁଣି ଆଉ ଗୋଟିଏ ଗଣ୍ଠି ଦେଇଦେବେ। ଦୁଇଟା ଗଣ୍ଠି ପଡ଼ିଗଲା ପରେ ସେଇଟା ପୁରା ଟାଇଟ୍ ହେଇକି ରହିଗଲା। ଏଇଟା ହେଇଗଲା ଆମର ଲକେଟ୍, ଗୋଟେ ବଡ଼ ଗୋଟେ ସାନ। ତାପରେ ଦୁଇ ପଟେ ଦୁଇ ଛୁଞ୍ଚି ଲାଗିକି ସୂତା ଅଛି, ସେ ଦୁଇ ଛୁଞ୍ଚିକୁ ଯୋଡ଼ିକି ଗୋଟିଏ ମଲ୍ଲି ଫୁଲ ଦେଖିବେ। ଆପଣ ଯେଉଁ ଫୁଲ ସବୁ ଆଣିଛନ୍ତି ତା ଭିତରୁ ଗୋଟେ ଭଲ ବଡ଼ ଫୁଲ ଦେଖିକି ଆପଣ ଗଳେଇବେ। ସେପଟୁ ବି ଗଳେଇ ପାରିବେ, ଏପଟୁ ବି ଗଳେଇ ପାରିବେ। ମୋ ସୁବିଧାରେ ମୁଁ ଏଇଟା ଗଳଉଛି। ଦୁଇଟା ଆଗ ଯୋଡ଼ିକି ଧୀରେ କିନା ଗଳେଇବେ, ଜମା ତରତର ହେବେନି। ତରତର ହେଲେ ଫୁଲର ଡେମ୍ଫ ଫାଟିଯିବ, କାହିଁକିନା ଦୁଇଟା ଛୁଞ୍ଚି ପଶିଛି। ଆଉ ଯଦି ସୂତା ଟିକେ ଅସମାନ ହେଲା ତାକୁ ଆପଣ ଏମିତି ହାତରେ ଭିଡ଼ିକି ସାଇଜ୍ କରିଦେବେ। ତାହେଲେ କ'ଣ ହେଲା, ଦୁଇ ଲକେଟ୍ ମଝିରେ ଏ ମଲ୍ଲି ଫୁଲଟି ରହିଗଲା। ଏବେ ଆମେ ସୂତାକୁ ଦୁଇ ଭାଗ କରିଦେବା। ଗୋଟେ ସୂତା ପୁରା ସେପଟେ ଛାଡ଼ିଦେବେ, କାହିଁକିନା ସେଥିରେ ଆମର ଏଇନା କିଛି କାମ ନାହିଁ। ଏ ଡବଲ୍ ହେଇଥିବା ସୂତାରେ ଛୁଞ୍ଚିଟାକୁ ଅଧ ବାଟ ଯାଏ ନେଇଯିବେ, କାଟିଦେବେ। ଯଦି ଆପଣ ଏଇଟା ବୁଝିପାରୁନାହାନ୍ତି ତାହେଲେ ସେ ସୂତାକୁ କାଟି ଦିଅନ୍ତୁ। ଦୁଇ ଭାଗ କରିକି ଦୁଇ ପଟେ ଦୁଇଟା ଛୁଞ୍ଚି ଲଗାନ୍ତୁ। ଡବଲ୍ ହେଇକି ପଶିଥିଲା, ଏବେ ସେଇଟା ସିଙ୍ଗିଲ୍ ହେଇଗଲା। ଆଉ ସେଥିରେ ଦୁଇଟା ସୂତା ରହିଲା। ଆରପଟ କଥା ଆପଣ ପୁରା ଭୁଲି ଯାଆନ୍ତୁ। ଏଇଟା ଟିକେ ମୋଡ଼ି ହେଇଯାଇଥିଲା ବୋଲି ମୁଁ ତାକୁ ଏମିତି ସିଧା କରିଦେଲି। ଆରପଟ ସୂତା ସେଇଭଳି ରହିବା ପାଇଁ ଛାଡ଼ି ଦିଅନ୍ତୁ। ଏପଟ ସୂତାକୁ ଦୁଇ ଭାଗ କରିବେ, ଆଉ ଦୁଇଟି ଛୁଞ୍ଚି ଦେବେ। ଏଇଟା ଯେଉଁଟା ଡବଲ୍ କରିଥିଲେ ସେଇଟା ଏଇନା ଦୁଇ ଭାଗ ହେଇଗଲା, ଦୁଇଟା ଛୁଞ୍ଚି ପଶିଲା। ଏବେ ଆପଣ କ'ଣ କରିବେ, ଯେତିକିଟି ବଉଳ ଫୁଲ ଦେବେ ସମାନ ଆକାରରେ ଦେବେ। ସେଇଟା ଆମେ ଲକେଟ୍ କରିଥିଲେ ବୋଲି ଗୋଟେ ଛୋଟ କରିଥିଲେ ଆଉ ଗୋଟେ ବଡ଼ କରିଥିଲେ, କିନ୍ତୁ ଏ ମାଳଟା ସବୁବେଳେ ସମାନ ଆକାରର ଦେବେ। ମୁଁ 8ଟି ଲେଖାଏଁ ବଉଳ ଫୁଲ ଦେଇ ମାଳ କରିଥିଲି। 8ଟି ବଉଳ ଫୁଲ ଭଲ ଭାବରେ ଗୁନ୍ଥିକି ଯେଉଁ ମଲ୍ଲି ଦିଆ ହେଇଥିଲା ସେଇ ପାଖକୁ ଭିଡ଼ିକିରି ନେଇଯାଆନ୍ତୁ। ଏଇଟା ବହୁତ ସହଜରେ ହେବ, କାହିଁକିନା ବଉଳ ଫୁଲର ଯେଉଁ ଜଳାଟା ବହୁତ ବଡ଼, ବହୁତ ଖୋଲା। ସେଥିରେ ଛୁଞ୍ଚି ଗଳେଇବାରେ କଷ୍ଟ ନାହିଁ, କି ତାକୁ ସୂତାରେ ଭିଡ଼ିବାରେ ବି କଷ୍ଟ ନାହିଁ। ଏକଦମ ସହଜ ଭାବରେ ହେବ। ଏପଟେ 8ଟା ଗୁନ୍ଥି ଦେବେ, ଏ ଛୁଞ୍ଚିଟିକି ଛାଡ଼ିଦେବେ। ପୁଣି ଆରପଟ ଛୁଞ୍ଚିରେ ଆଉ 8ଟି ଫୁଲ ଗୁନ୍ଥିବେ। ଗୁନ୍ଥିକି ଦୁଇଟାକ ସମାନ କରିଦେବେ। ଏଇଠି ଆପଣ ଟିକେ କାମଟା ମାନେ ସୂକ୍ଷ୍ମରେ କରିବେ। ପୁଣି ଦୁଇ ସୂତାକୁ ଯୋଡ଼ି ଆଉ ଗୋଟିଏ ମଲ୍ଲି ଫୁଲରେ ସେ ଦୁଇଟି ଯାକ ଛୁଞ୍ଚି ଭର୍ତ୍ତି କରିବେ। ଏଇ କାମଟା ହିଁ ଟିକେ ଧୀର ସ୍ଥିରରେ କରିବେ, ନହେଲେ ମଲ୍ଲି ଫୁଲର ଇଏ ଫାଟିଯିବ, ତା'ର ଯେଉଁ ବୃନ୍ତଟା ଫାଟିଯିବ। ଆପଣଙ୍କୁ ଆଉ ମଲ୍ଲି ଫୁଲ ଆଣିବାକୁ ପଡ଼ିବ। ମୁଁ ତ ସବୁବେଳେ ଫୁଲ ହିସାବ କରିଦିଏ, କେତେ ଫୁଲ କେତେ ବଡ଼ ମାଳ ହେବ। ନହେଲେ ଅଧା ମାଳ କରିଥିବେ ଫୁଲ ସରିଯାଉଥିବ, ହଇରାଣ ହେବେ।
ଏଠି ଦେଖନ୍ତୁ ଦୁଇ ଛୁଞ୍ଚିରେ କେମିତି ଦୁଇଟା ସୂତା ଆସିଲା ଆଉ ମଲ୍ଲି ଫୁଲଟି ସେଇଠି ଟାଇଟ୍ ହେଇଗଲା। ଠିକ୍ ଏମିତି ଆପଣ ଗୋଟିଏ ପରେ ଗୋଟିଏ ଘର କରିଚାଲନ୍ତୁ। ପୁଣି 8ଟି ବଉଳ ଦେବେ ଏପଟେ, ପୁଣି 8ଟି ବଉଳ ଦେବେ ସେପଟେ, ପୁଣି ଗୋଟାଏ ମଲ୍ଲି ଦେବେ। ଏମିତି କରି କରି ଏଠି କେତେ ଥାକ ହେଲା ଆପଣମାନେ ହିସାବ କରନ୍ତୁ। ଏତିକି ଥାକର ମାଳ ହେଇଗଲା ପରେ ପୁଣି ମୁଁ କ'ଣ କଲି, ଦୁଇ ସୂତାକୁ ଏପଟେ ଫୁଲ ଗଣିକି ଥୋଇଦେଲି, କାହିଁକିନା ଏ ଫାଳରେ ଯେତିକି ଫୁଲ ଲାଗିଛି ସେ ଫାଳରେ ସେତିକି ଲାଗିବ। ମୋ ପାଖେ ସେତିକି ମଲ୍ଲି ଫୁଲ ପରେ ବି ଆହୁରି ମଲ୍ଲି ଫୁଲ ବଳିଲା। ତେଣୁ ମୁଁ ଏଇ ଯେଉଁ ଦୁଇ ସେରା ସୂତାକୁ ଅଲଗା କରିଥିଲି ତାକୁ ପୁଣି ଯୋଡ଼ି ଦେଇକି 2 ଛୁଞ୍ଚି କାଢ଼ିଦେଲି। 2 ସେରାକୁ ଯୋଡ଼ି ଦେଇକି ଗୋଟିଏ ଛୁଞ୍ଚିରେ ସୂତାକୁ ଭର୍ତ୍ତି କରିଦେଲି। ଭର୍ତ୍ତି କରିଦେଲା ପରେ ଗୋଟିଏ ବଉଳ ଆଉ ଗୋଟିଏ ମଲ୍ଲି ଦେଇକି ଆଉ ଟିକେ ଗୁନ୍ଥିଦେଲି। ତା ଦ୍ୱାରା ଆଉ ଖୋଲା ରହିଲାନି ମାଳଟା, ଶେଷ ବେଳକୁ ସେ ପରସ୍ତିକିଆ ମାଳ ହେଇକି ରହିଲା। ଏପଟେ ପୁଣି କ'ଣ କଲି, ଏପଟଟା ଯେମିତି କରିଥିଲି ଠିକ୍ ସେମିତି ଏପଟଟା ବି ଆରମ୍ଭ କଲି। ଏପଟେ ବି 2ଟା ଛୁଞ୍ଚି ପୁରେଇଲି। ଏଇଟା ସରିନି, ଆପଣ ଦେଖନ୍ତୁ ମୁଁ 2ଟାକ ଯୋଡ଼ି ଦେଇକି ପୁଣି ପରସ୍ତିକିଆ ଯେଉଁ ଦିଶେରିଆ କରିଥିଲି ତାକୁ ସେରିକିଆ ବା ପରସ୍ତିକିଆ କରିକି ଗୋଟେ ବଡ଼ ଛୁଞ୍ଚିରେ 2 ମୁହଁ ଯାକ ସୂତାର ଭର୍ତ୍ତି କରିକିରି ଗୋଟିଏ ବଉଳ ଗୋଟିଏ ମଲ୍ଲି ଗୁନ୍ଥିଲି। ଅଳ୍ପ ଟିକେ ମାନେ 6-7ଟା ମଲ୍ଲି ବଉଳ ଗୁନ୍ଥିଦେଲି, କାହିଁକିନା ସୂତା ତ ବଳିଛି, ମାଳଟା କାହିଁକି ଛୋଟ କାଳେ ହେବ। ଫୁଲ ବି ବଳିଲେ କ'ଣ ହେବ, ପୂଜା ତ ସରିଲାଣି, ଏ ତ ମାଳ ପାଇଁ ଫୁଲ ସବୁ ରଖିଥିଲି, ତାକୁ ସେଇଠି ଦେଇଦେଲି। ଆପଣ ଯେତେବେଳେ ବହୁତ ଦିନ ଧରିକି ମାଳ ଗୁନ୍ଥିବେ ଆପଣଙ୍କର ମନକୁ ମନ ଏଇସବୁ ଆଇଡ଼ିଆ ହେବ। ଖାଲି ମାଳ ନୁହେଁ, ସବୁ କଥା ସେଇଆ। ଯେଉଁ କଥାଟା ଆମର ଅଭ୍ୟାସ ହେଇଯିବ ସେ ଉପରେ ନିଜର ବୁଦ୍ଧି ବାହାରିବ। ଏ ପାଳ ପୁରା ଏପଟଟା ପୁରା ସରିଗଲା। ଏଇ ପଟଟା ଯେମିତି ହେଇଛି ଆର ପଟଟା ବି ଠିକ୍ ସେମିତି ହେବ। ଆଉ କ'ଣ, ସେ ଡବଲ ସୂତାକୁ 2 ଭାଗ କରିବେ, ସେଥିରେ 2ଟା ଛୁଞ୍ଚି ଭରିବେ, 8ଟି ଲେଖାଏଁ ବଉଳ ଦେବେ, 2 ଛୁଞ୍ଚିକୁ ଯୋଡ଼ିକି ଗୋଟିଏ ମଲ୍ଲି ଭର୍ତ୍ତି କରିବେ। ଗୋଟେ ପଟ କରିଦେଲା ପରେ ଆପଣଙ୍କୁ ଆରପଟ ବିଷୟରେ ଆଉ ବିଶେଷ କିଛି କହିବାର ନାହିଁ। ସେ ଡବଲ ହେଇଥିବା ସୂତାକୁ ମୁଁ କାଟିଦେଲି, କାଟି ଦେଇକି ତାକୁ ପୁଣି 2ଟା ଛୁଞ୍ଚି ଭର୍ତ୍ତି କଲି। ଆପଣ ଏଥିପାଇଁ ଅତି ବଡ଼ ଛୁଞ୍ଚି ନେବେନି। ବଡ଼ ଛୁଞ୍ଚି ହେଲେ ମଲ୍ଲି ଫୁଲଟା ଯେଉଁ ଏକାଠି ପୁରେଇବେ ସେଇଟା ସେତେବେଳେ ଫାଟିଯିବ। କିମ୍ବା ଅତି ଛୋଟ ଛୁଞ୍ଚି ନେବେନି। ଯଦି ଏ ସୂତା ଗୁଡ଼େଇ ହେଇଯାଇଥିବ ତାକୁ ଧୀରେ ଧୀରେ ଖୋଲିଦେବେ, ଏମିତି ବୁଲେଇ ଦେଲେ ସେ ଖୋଲିଯିବ। ନହେଲେ ସେଇ ସୂତା ଖୋଲିଲା ବେଳେ ବି ଯଦି ଟିକେ ଅସାବଧାନ ହେବେ ସେ ପୁଣି ଗଣ୍ଠି ହେଇଯିବ। ଆପଣ ଏପଟେ ଫାଳେ ଗୁନ୍ଥି ସାରିଲେଣି, ସେ ଗଣ୍ଠି ଖୋଲିକି ଆପଣଙ୍କୁ ସମୟ ବି ବର୍ବାଦ ହେବ। ବେଳେବେଳେ ଏଡ଼େ ଜୋରେ ଗଣ୍ଠି ହେଇଯାଏ ଯେ ପୁଣି ନୂଆ ସୂତା ପୁରେଇଲେ ସେ ମାଳ ଆଉ ଏତେ ସୁନ୍ଦର ଭାବରେ ଗୁନ୍ଥି ହେବନି। ତେଣୁ ଆପଣ ଯେଉଁ ସୂତା ଟିକେ ବାରିକିରି ରଖିବେ, ଯେଉଁ ସୂତାରେ ମାଳ କାମ ହେଉନଥିବ ତାକୁ ଯତ୍ନର ସହିତ ଗୋଟେ ସାଇଡ଼୍କି ରଖିବେ। ଫୁଲମାଳକୁ ବାରମ୍ବାର ଟଣା ଅଟରା କରିବେନି, ଯାହାଦ୍ୱାରା କି ସୂତାରେ ଗଣ୍ଠି ପଡ଼ିଯିବ। ଥରେ ସୂତାରେ ଗଣ୍ଠି ପଡ଼ିଗଲେ ଆଉ ଭଲ ଭାବରେ ମାଳ ହେବନି। ଏଇ ଦେଖନ୍ତୁ ଏପଟଟା ପୁରା ହେଇଯାଇଛି, ମଝିରେ ଲକେଟ୍ ରହିଲା। ଆରପଟେ ପୁଣି ମୁଁ 8ଟା ବଉଳ ଦେଇକି ଗୋଟାଏ ମଲ୍ଲି ଦେଇଦେଲି। ଗୋଟେ ହେଇଗଲା ପରେ ଆଉ କିଛି କଷ୍ଟ ଲାଗିବନି। ପୁଣି ଏପଟଟା ଆପଣ ଚଲେଇବେ। ଆଉ ଚଲେଇ ପୁଣି ମୁଁ ଶେଷରେ ପହଞ୍ଚିଲି। ପୁଣି ଛୁଞ୍ଚି 2ଟିକୁ କାଢ଼ିଦେଲି, 2 ଛୁଞ୍ଚିକୁ ଏକାଠି କରି ପୁଣି କେତୋଟି ମଲ୍ଲି ଆଉ ବଉଳ ଦେଇକି ସେରିକିଆ ମାଳ କରିଦେଲି। ମାନେ ଯେଉଁ ଲକେଟ୍ ପରକୁ ଯେଉଁ ଦିଶେରିଆ ହେଇ ଚାଲୁଥିଲା ଶେଷ ବେଳକୁ ପୁଣି ସେଇଟା ଡବଲ ସୂତାରେ ସେରିକିଆ ମାଳ ଚାଲିଲା, ଯେଉଁଥିରେ ଖାଲି ମଲ୍ଲି ଗୋଟେ ଗୋଟେ ଆଉ ବଉଳ ଗୋଟେ ଗୋଟେ ମୁଁ ଦେଇଦେଲି। ଦେଇକି ମାଳର ମୁଣ୍ଡି ମରିଗଲା, 2 ସୂତା ଏକାଠି ହେଇଗଲା। ତାହେଲେ ଆଉ ଆପଣ ଯେତେବେଳେ ଠାକୁରଙ୍କୁ ମାଳ ପିନ୍ଧେଇବେ, ବିଗ୍ରହକୁ ମାଳ ପିନ୍ଧେଇବେ, ସୂତା ଆଉ 2 ଭାଗ ହେଇକି ନଥିବ, ସୂତା ଏକାଠି ହେଇଯାଇଥିବ। ଏପଟ ସୂତା ବି ଏକାଠି ହେଇଯାଇଥିବ, ସେପଟ ସୂତା ବି ଏକାଠି ହେଇଯାଇଥିବ। ତାହେଲେ ଆପଣ କ'ଣ କରିବେ, ଠାକୁରଙ୍କୁ ମାଳଟି ପିନ୍ଧେଇବା ଆପଣଙ୍କ ପାଇଁ ସୁବିଧା ହେବ। ନାଇଁ ଯଦି ବଡ଼ ବିଗ୍ରହ ଛୋଟ ମାଳ ଆପଣ ଆଗରୁ ଗଣ୍ଠି ମାରିଦେବେ, କିନ୍ତୁ ମୁଁ ଗଣ୍ଠି କରେ ନାହିଁ। ଦେଖନ୍ତୁ ମାଳଟି ସମ୍ପୂର୍ଣ୍ଣ ହୋଇଗଲା। ଆପଣମାନେ ମୋତେ ବହୁତ ଥର କହିଥିଲେ, ମୁଁ ଆଜି ମାଳଟି କରିକି ଦେଖେଇଲି। ମାଳ କେମିତି ଲାଗିଲା, ମୋ କହିବା ଶୈଳୀରେ ଆପଣ ମାଳ ଗୁନ୍ଥିବା ଶିଖିପାରିଲେ କି ନାହିଁ ମୋତେ ଜଣାଇବେ। ଆଉ ମୋ ଠାକୁରଙ୍କୁ ମାଳଟି କେମିତି ଲାଗୁଛି ଦେଖିକି କହିବେ। ଆପଣମାନଙ୍କ ଉତ୍ତରକୁ ଅନେଇ ରହିଲି, ରଖୁଛି।